जमी बोइले मात्र 15 गुंठ। त्रिलोचन भाईଙ୍କଠୁ କିଛି ଜମି ଆଣି ଚାଷ କରୁଛି। 3 ବର୍ଷ ହେଲା ବାଇଗଣ ଚାଷ ମାଡ଼ ଖାଇଯାଇଛି ବର୍ଷା ନହେବା କାରଣରୁ। ଆର ବର୍ଷ ବି 3 ଏକର ଜମିରେ ଶାରଦ ଧାନ ଚାଷ କରିଥିଲା ନବଘନ। ଲଘୁଚାପ ଜନିତ ପ୍ରବଳ ବର୍ଷା ଦ୍ୱାରା ନଦୀରେ ବନ୍ୟା ଆସି ଘାଇ ସୃଷ୍ଟି ହୋଇ ସେହି ଅଞ୍ଚଳର ଶହ ଶହ ଏକର ଜମି ବାଲିଚର ହୋଇ ରୁଆ ତଳିତକ ନଷ୍ଟ ହୋଇଗଲା। କେତେ କଷ୍ଟରେ ଘରର ସବୁ ଖର୍ଚ୍ଚକୁ ମୁଣ୍ଡେଇ ନବଘନ ସଂସାର ଚଳେଇଛି ସେକଥା ସେ ଜାଣେ। ପାର୍ବତୀ ଏବେ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଛି। ଗାଁର କିଛି ମହିଳାଙ୍କ ସହଯୋଗରେ ତିଆରି ହୋଇଛି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ମହିଳା ସଦସ୍ୟମାନଙ୍କର ଅର୍ଥ ଦରକାର ପଡ଼ିଲେ ଲୋନ୍ରେ କିଛି ପଇସା ଦିଅନ୍ତି। ଥରେ ଦୁଇଥର ପାର୍ବତୀ ମଧ୍ୟ ଆଣିଛି। ଏଥର ମଧ୍ୟ ସେଠୁ କିଛି ପଇସା ଆଣିବାକୁ ପଡ଼ିବ।